ଦେଖନ୍ତୁ, ଯୋଉ ହିନ୍ଦୁ ବା ସନାତନ ଧର୍ମର ଭଉଣୀମାନେ ଅଛନ୍ତି, ଖାସ୍ ଯେତେ ସବୁ ଉଚ୍ଚ ଜାତି ବିଶିଷ୍ଟ ବ୍ୟକ୍ତିମାନେ, ବ୍ରାହ୍ମଣ ହୁଅନ୍ତୁ, ବୈଶ୍ୟ ହୁଅନ୍ତୁ, କ୍ଷତ୍ରିୟ ହୁଅନ୍ତୁ ବା ଶୂଦ୍ର ହୁଅନ୍ତୁ, ସେମାନଙ୍କ ପାଇଁ ଏଇଟା ଗୋଟେ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ଭିଡିଓ ଅଟେ। ଦେଖନ୍ତୁ, ଓଡ଼ିଶାର ଏକ ଘରୋଇ ଚ୍ୟାନେଲ ଅଛି, ୟୁଟ୍ୟୁବ ଚ୍ୟାନେଲ ଅଛି। ସେଇ ୟୁଟ୍ୟୁବ ଚ୍ୟାନେଲରେ ବିଗତ କିଛି ଦିନ ତଳେ ମୁଁ ଗୋଟେ ଭିଡିଓ ଦେଖିଥିଲି। ସେ ଭିଡିଓରେ ଜଣେ ବ୍ୟବସାୟୀ ଭାଇ, ସିଏ ତାଙ୍କର କହିବା କଥା ହଉଛି ଯେ ଗୋଟେ ବଜାର ଉପରେ ସେ ନିଜର ଗୋଟେ ଫଳ ଦୋକାନ ବ୍ୟବସାୟ ଗୋଟେ କରୁଥିଲେ ଏବଂ ସେଇ ବଜାରର କମିଟିର କିଛି ଉଚ୍ଚ ଜାତି ବିଶିଷ୍ଟ ବ୍ୟକ୍ତିମାନେ, ଯୋଉମାନେ ନିଜକୁ ଜାତିରେ ବହୁତ ଉଚ୍ଚ ଭାବନ୍ତି, ତା ଦେହରେ କିଛି ବ୍ରାହ୍ମଣ ଅଛନ୍ତି, କିଛି କ୍ଷତ୍ରିୟ ଅଛନ୍ତି, କିଛି ବୈଶ୍ୟ ଜାତି ବ୍ୟକ୍ତିମାନେ ବି ମଧ୍ୟ ଅଛନ୍ତି। ତ ସେମାନେ ସେଇ ଫଳ ବ୍ୟବସାୟ କରୁଥିବା ଭାଇକୁ କହିଲେ ଯେ ତମେ ଗୋଟେ ଅତି ନିଚ ଛୋଟ ଜାତିରୁ ତମେ ଆସିଛ, ତମେ ଯଦି ଏଠି ଫଳ ବ୍ୟବସାୟ କରିବ, ତମଠୁ ଫଳ ନେଇକି ଯୋଉ ଭକ୍ତମାନେ ସବୁ ମନ୍ଦିର ଯାଉଛନ୍ତି, ଏହା ଦ୍ୱାରା ଧର୍ମୀୟ ଭାବନା କ୍ଷତି ହେଉଛି, ଲୋକମାନଙ୍କର ବିଶ୍ୱାସ କ୍ଷତି ହେଉଛି ଏବଂ ଅଧର୍ମ ହେଉଛି ଲୋକମାନଙ୍କର। ତେଣୁକରି ତମେ ଏଠି ଫଳ ଦୋକାନ ବନ୍ଦ କର। ଯଦି ଫଳ ଦୋକାନ ବନ୍ଦ ନ କରିବ ତ ଆମେ କିଛି ଦିନ ଭିତରେ ତମ ଦୋକାନକୁ ଜାଳିଦେବୁ। ଏବଂ ସେ ଭାଇଙ୍କ କହିବା ଅନୁସାରେ ବା ତାଙ୍କ ଅଭିଯୋଗ ଅନୁସାରେ କିଛି ଦିନ ପରେ ସେଇ ଧମକ ଦେଇଥିବା ସେଇ ବ୍ୟକ୍ତି ବିଶେଷ ମାନେ ଆସିକି ତାଙ୍କ ଫଳ ଦୋକାନକୁ ଜାଳି ଦେଇଥିଲେ ବା ଭାଙ୍ଗି ଦେଇଥିଲେ। ଦେଖନ୍ତୁ, ଯଦି ଏଇ ଘଟଣାଟି ସତ ବା ଭାଇଙ୍କ ଅଭିଯୋଗ ଯଦି ସତ, ତାହେଲେ ଏଇଟା ବହୁତ ଦୁଃଖନୀୟ ଏବଂ ନିନ୍ଦନୀୟ ଜିନିଷ। କାହିଁକିନା ସେମିତି କାହାର ବ୍ୟବସାୟକୁ, ଯିଏ ଯୋଉ ବ୍ୟବସାୟ କରିକି ତାର ପରିବାର ପ୍ରତିପୋଷଣ କରୁଛି, ତାର ବ୍ୟବସାୟକୁ ସେମିତି କ୍ଷତି କରିବା ଆବଶ୍ୟକ ଉଚିତ ନୁହେଁ ବୋଲି ମୁଁ ଭାବୁଛି। ଉଚିତ ନୁହେଁ, ଆଦୌ ଉଚିତ ନୁହେଁ। ଦ୍ୱିତୀୟରେ ମୁଁ କହିବି, କୌଣସି ବସ୍ତୁ ବା ଫଳ ପନିପରିବା ଏସବୁ ଜିନିଷ ଉପରେ ଛୁଆଁ ନଥାଏ। ତାପରେ ମୁଁ ଆଉ ଗୋଟେ ଜିନିଷ କହିବି, ମୋ ବ୍ୟକ୍ତିଗତ ମତାମତ ଅନୁଯାୟୀ, ଛୁଆଁ ଅଛୁଆଁ, ଜାତି ଭେଦଭାବ ଏସବୁ ଜିନିଷ ଆଦୌ ଉଚିତ ନୁହେଁ। ମଣିଷରେ ପ୍ରଥମେ ଆମର ହଉଛି ମଣିଷ ଧର୍ମ ବା ମାନବିକତା ଧର୍ମ, ତାପରେ ଯାଇକି ସନାତନ ଧର୍ମ ବା ଅନ୍ୟ କୌଣସି ଧର୍ମ। ମାନବିକତା ଧର୍ମରୁ ଯଦି ଆମେ ଦେଖିବା, ତାହେଲେ କୌଣସି ଗୋଟେ ବ୍ୟକ୍ତି ଯେ ନିଜର ବ୍ୟବସାୟ ଉପରେ ନିର୍ଭର କରୁଛି, ତା ବ୍ୟବସାୟ ସମାଜକୁ ସେତେଟା କ୍ଷତି ଦେଉନାହିଁ ବା କୌଣସି ପ୍ରକାର କ୍ଷତି ଦେଉନାହିଁ, ବା ତା ଦ୍ୱାରା ସମାଜ କ୍ଷତି ହେଉନାହିଁ, କୌଣସି ବ୍ୟକ୍ତିଗତ ସ୍ୱାର୍ଥ ମଧ୍ୟ କାହାର ହାନି ହେଉନାହିଁ, କ୍ଷତି ହେଉନାହିଁ, ତାହେଲେ ସେଭଳି ବ୍ୟବସାୟ ଉପରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ନୁହେଁ। କିନ୍ତୁ ଯଦି ସେ ଭାଇଙ୍କ ଅଭିଯୋଗଟି ସତ, ତାହେଲେ ଯୋଉମାନେ ବି ତାଙ୍କ ଦୋକାନକୁ ଭାଙ୍ଗିଛନ୍ତି ବା ଫଳ ବ୍ୟବସାୟକୁ ଜାଳି ଦେଇଛନ୍ତି ବା ନଷ୍ଟ କରିଦେଇଛନ୍ତି, ସେମାନଙ୍କୁ ମୋର ଅନୁରୋଧ, ଦୟାକରିକି ସେମିତି କରନ୍ତୁ ନାହିଁ। ସେଇ ଭାଇକୁ ସମ୍ମାନ ପୂର୍ବକ ଆଉ ଥରେ ତାକୁ ସେଇ ବଜାରରେ ଦୋକାନ ବା ବ୍ୟବସାୟ କରିବାର ସୁଯୋଗ ଦିଅନ୍ତୁ, କାରଣ ତାର ଦେହରୁ ହିଁ ତାର ପରିବାର ପ୍ରତିପୋଷଣ ହେଉଛି। ସେମିତି କରନ୍ତୁ, କାହିଁକିନା ଜାତି ଭେଦ ଛୁଆଁ ସେମିତି କିଛି ନାହିଁ। ଯଦି ଆପଣ ସନାତନ ଧର୍ମ କଥା କହୁଛନ୍ତି, ତାହେଲେ ଆପଣ ଟିକେ ପୂର୍ବକୁ ପଳାନ୍ତୁ। ଆପଣଙ୍କୁ ରାମାୟଣରେ ରାମ ଏବଂ ଶବରୀର ଅଇଁଠା ଖାଇବା ଉଦାହରଣ ଆପଣଙ୍କୁ ମିଳିଯିବ। ଜଗନ୍ନାଥ ସଂସ୍କୃତିକୁ ବର୍ତ୍ତମାନ ସମୟକୁ ଯଦି ଆପଣ ଆସିବେ, ଦାସିଆ ବାବୁ ଠାରୁ ଜଗନ୍ନାଥ ନଡ଼ିଆ ଗ୍ରହଣ କରିବା, ଏମିତି ଅନେକ ଉଦାହରଣ ଆମ ଧର୍ମରେ ଅଛି, ଆମ ସଂସ୍କୃତି, ଆମ ପରମ୍ପରାରେ ଅଛି, ଆମ ଶାସ୍ତ୍ରରେ ବି ମଧ୍ୟ ଅଛି। ତେବେ ତାକୁ ଆଡ଼େଇକି ଦେଖନ୍ତୁ। ଆଡ଼େଇକି ଦେଖିଲେ ଆପଣ ଜାଣିବେ ଯେ ସେମିତି ଛୁଆଁ ଅଛୁଆଁ ଜାତି ଭେଦଭାବ କିଛି ନାହିଁ। ଯଦି ଅଛି ତ ତାର ଅର୍ଥ କିଛି ଅଲଗା। ଜଣେ ଜନ୍ମରୁ କେବେ ଛୋଟ ହେଇଯାଏନି କି କେବେ ବଡ଼ ହେଇଯାଏନି, ସେ କର୍ମରୁ ଛୋଟ ବା ବଡ଼ ହୁଏ। ଏ ଜିନିଷକୁ ଆପଣ ଧ୍ୟାନ ଦେବେ ଟିକେ। କିନ୍ତୁ ଆଉ ଗୋଟେ କଥା କହିବି, এই ଭିଡ଼ିଓ ଉପରେ ମୋତେ 100% ବା 100% ମୁଁ କନଫର୍ମ ନୁହେଁ ଯେ ଭିଡ଼ିଓରେ କିଛି ସତ୍ୟାସତ୍ୟ ଅଛି। ମୋତେ ଏହା ଗୋଟେ ରାଜନୈତିକ ବା ବ୍ୟକ୍ତିଗତ ଷଡ଼ଯନ୍ତ୍ର, ଯେଉଁ ଷଡ଼ଯନ୍ତ୍ରଟି ଆମ ଧର୍ମ ସଂସ୍କୃତି ପରମ୍ପରାକୁ ହାନି ବା କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ, ସନାତନ ଧର୍ମକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏଭଳି ଭିଡ଼ିଓ ଗୋଟେ ହେଇଛି ବୋଲି ମୋତେ ଯାହା ଲାଗୁଛି। କାହିଁକି ଏ କଥାଟି ମୁଁ କହିଲି, এই ଭିଡ଼ିଓଟି କେବଳ ସେଇ ନିର୍ଦ୍ଦିଷ୍ଟ ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲରେ ପଡ଼ିଛି, ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭରୁ ହିଁ ସବୁବେଳେ ସନାତନ ଧର୍ମ, ସଂସ୍କୃତି, ପରମ୍ପରା ଏବଂ ଉଚ୍ଚ ନିଚ ଜାତି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଉଦ୍ଦେଶ୍ୟ କରିକି ଏବଂ ତାଙ୍କୁ ସମାଜରେ ଛୋଟ କରିବା, ତାଙ୍କୁ ସମାଜରେ ଭୁଲ କରିବା, ଏଇ ଉଦ୍ଦେଶ୍ୟରେ ସେ ସବୁବେଳେ ଭିଡ଼ିଓ ପ୍ରସ୍ତୁତ କରେ। ତ କେବଳ ଯଦି ଏତେ ଗୁରୁତ୍ୱପୂର୍ଣ୍ଣ ଆଉ ସେନ୍ସିଟିଭ୍ ଭିଡ଼ିଓ ଏଇଟା ବା ଏଇ ଟପିକ୍ଟା, ତାହେଲେ ଏଇଟା କେବଳ ସେଇ ୟୁଟ୍ୟୁବ୍ ଚ୍ୟାନେଲରେ ହିଁ କାହିଁକି ରହିଲା? এটা ଅନ୍ୟ କୌଣସି ୟୁଟ୍ୟୁବ୍ ଚ୍ୟାନେଲ ବା ଅନ୍ୟ କୌଣସି ନ୍ୟୁଜ୍ ଚ୍ୟାନେଲ
ବା ଅନ୍ୟ କୌଣସି ଖବରକାଗଜକୁ କାହିଁକି ନ ଆସିଲା? ମୁଁ କାହିଁ ଓଟିଭି, କନକ ନ୍ୟୁଜ୍, ଅର୍ଗସ୍ ନ୍ୟୁଜ୍, ନ୍ୟୁଜ୍ 7, କଳିଙ୍ଗ ନ୍ୟୁଜ୍ ହଉ, ଏବେ କୌଣସି ନ୍ୟୁଜ୍ ଚ୍ୟାନେଲରେ ମୁଁ ଏଇ ଭିଡ଼ିଓକୁ ଦେଖିନାହିଁ ବା କୌଣସି ଖବରକାଗଜରେ ବି ମଧ୍ୟ ମୁଁ ଏହାକୁ ପାଇନାହିଁ। ଯଦି ପାଇଥିବି ହୁଏତ ମୁଁ ଦେଖିନଥିବି, ଏଇଟା ମୋର ଭୁଲ ହେଇଥାଇପାରେ। ଯଦି ଆପଣମାନେ କୌଣସି ନ୍ୟୁଜ୍ ଚ୍ୟାନେଲ ବା ଖବରକାଗଜରେ ଆକୁ ଦେଖିଛନ୍ତି ତାହେଲେ ମୋତେ ନିଶ୍ଚିନ୍ତ ଭାବରେ ଆପଣ ଜଣାଇବେ। କିନ୍ତୁ ମୋର କାହିଁ ନଜର ଆସୁନି ଯେ ମୁଁ କୌଣସି ନ୍ୟୁଜ୍ ଚ୍ୟାନେଲରେ ଆକୁ ଦେଖିଛି ବୋଲି। ତେଣୁକରି ଏଇଟା ଗୋଟେ ସୁଚିନ୍ତିତ ବ୍ୟକ୍ତିଗତ ବା ରାଜନୈତିକ ଷଡ଼ଯନ୍ତ୍ର ବୋଲି ମୋତେ ଅନୁଭବ ହେଉଛି, ଯାହାଦ୍ୱାରା ଧୀରେ ଧୀରେ ଲୋକଙ୍କ ମନରେ ସନାତନ ଧର୍ମକୁ ନେଇକି ଅସନ୍ତୋଷ, ଦ୍ୱନ୍ଦ୍ୱ, ସନ୍ଦେହ ଏଇଭଳି ସବୁ ବିଷ ଭରିଦେବାକୁ ଚେଷ୍ଟା କରାହେଉଛି ବୋଲି ମୁଁ ଯାହା ଭାବୁଛି। ତେଣୁକରି ଏଇଟା ଗୋଟେ ବହୁତ ସେନ୍ସିଟିଭ୍ ଜିନିଷ। ସରକାରକୁ ଏବଂ ସ୍ଥାନୀୟ ବାସିନ୍ଦାକୁ ମୋର ଅନୁରୋଧ, ଯେତେ ବି ସମାଜରେ ଉଚ୍ଚ ଜାତି ବା ଉଚ୍ଚ ପଦ ଅଧିକାରୀ ଲୋକମାନେ ଅଛନ୍ତି ସେମାନଙ୍କୁ ମୋର ଗୋଟେ ଅନୁରୋଧ, ଯଦି ସେ ଫଳ ବ୍ୟବସାୟୀ ଭାଇଙ୍କର ଅଭିଯୋଗଟି ସତ୍ୟ ତାହେଲେ ତାଙ୍କୁ ସମ୍ମାନପୂର୍ବକ ନିଜର ଭୁଲ ସ୍ୱୀକାର କରନ୍ତୁ ଆପଣମାନେ, ଏବଂ ତାଙ୍କ ସେଇ ଫଳ ବ୍ୟବସାୟୀ ଭାଇଙ୍କୁ ସମ୍ମାନପୂର୍ବକ ଆଣିକି ସେଇ ଫଳ ମାର୍କେଟରେ ବା ସେଇ ବଜାରରେ ତାଙ୍କୁ ପୁଣି ଥରେ ବେପାର କରିବାର ତାଙ୍କୁ ସୁଯୋଗ ଦିଅନ୍ତୁ। ସେଭଳି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ତାଙ୍କ ପାଖରେ ବା ତାଙ୍କ ଉପରେ ସୃଷ୍ଟି କରନ୍ତୁ ନାହିଁ। ଦ୍ୱିତୀୟ ଜିନିଷ, ଯଦି ଏହା ମିଥ୍ୟା, ଯଦି ଏହା ମିଥ୍ୟା, ୟାକୁ ପ୍ରମାଣ କରନ୍ତୁ ଯେ ଏହା ମିଥ୍ୟା ବୋଲି। ଏବଂ ଯଦି ଆପଣ ଜାଣୁଛନ୍ତି ଏହା ମିଥ୍ୟା, ତାହେଲେ ଆପଣ ତୁରନ୍ତ ୟା ଉପରେ ଲିଗାଲ ଆକ୍ସନ୍ ନିଅନ୍ତୁ। ଆପଣ ଏହାର ଗୋଟେ ତଦନ୍ତ କରନ୍ତୁ। ସ୍ଥାନୀୟ ବାସିନ୍ଦା ହିସାବରେ ଆପଣ ଏହାର ଗୋଟେ ତଦନ୍ତ କରନ୍ତୁ। ଯେଉଁ ବ୍ୟକ୍ତି এই ବାଇଟ୍ ଦେଇଛନ୍ତି ସେ ବ୍ୟକ୍ତିଙ୍କ ସହିତ ଯାଇକି କଥା ହୁଅନ୍ତୁ, ଏହାର ସତ୍ୟାସତ୍ୟ କ'ଣ ଜାଣନ୍ତୁ। ସେଇ ୟୁଟ୍ୟୁବ୍ ଚ୍ୟାନେଲ ଓନର ଯିଏ ବି ଭିଡ଼ିଓକୁ ଅପଲୋଡ଼ କରିଛି ତା ସହିତ ବି ଯାଇକି ଆପଣ କଥା ହୁଅନ୍ତୁ, ଏବଂ ତୁରନ୍ତ ସନାତନ ଧର୍ମ ବା ହିନ୍ଦୁ ଧର୍ମ ବିରୋଧରେ ଏକ ଷଡ଼ଯନ୍ତ୍ର ଉପରେ ଆଧାରିତ କରିକି ତାକୁ ଗୋଟେ ସରକାରୀ ଏବଂ ପୋଲିସ ମାନଙ୍କ ସହାୟତାରେ ଏହାପରେ ଗୋଟେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନହେଲେ ଏମିତି ସମୟ ଆସିବ ଆମ ସନାତନ ଧର୍ମ ନିଶ୍ଚିନ୍ତ ଭାବରେ ମାନେ କ୍ଷତି ହେଇ 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 ଗୋଟେ ସମୟ ଆସିବ ଆମ ସନାତନ ଧର୍ମ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇବ, ଏଥିରେ ସନ୍ଦେହ ନାହିଁ। ନିଜକୁ ଟିକେ ଆମେ ସଜାଡ଼ିବା, ନିଜ ଧର୍ମ, ସଂସ୍କୃତି, ପରମ୍ପରା ଉପରେ ଆମେ ଟିକେ ଆଲୋଚନା କରିବା। ଏଇ ବ୍ୟସ୍ତବହୁଳ ଜୀବନ ଭିତରେ ବର୍ତ୍ତମାନ ବହୁତ ଆବଶ୍ୟକ ହେଇପଡ଼ିଛି। ରହିଲି, ନମସ୍କାର। ଯଦି ଏଇଭଳି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଛି ବା ଆପଣ ଚାହୁଁଛନ୍ତି ଯେ ଏଇଭଳି ଗୁରୁତ୍ୱପୂର୍ଣ୍ଣ ବା ସେନ୍ସିଟିଭ୍ ଭିଡ଼ିଓ ଉପରେ ମୁଁ ଆପଣମାନଙ୍କ ସହିତ କିଛି ଆଲୋଚନା କରେ ବା ମୋ ନିଜସ୍ୱ ମତାମତ ମୁଁ ଦିଏ ବା ସତ୍ୟ ଅସତ୍ୟ ତାକୁ ପର୍ଦ୍ଦାଫାଶ କରେ, ତାହେଲେ ଆପଣ ମୋ ସହିତ ଯୋଡ଼ି ହୁଅନ୍ତୁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ମୋତେ ସେୟାର କରନ୍ତୁ। ଯଦି ଆପଣଙ୍କର କୌଣସି ପ୍ରକାର ଅଭିଯୋଗ ରହୁଛି ବା ଡାଉଟ୍ ରହୁଛି, ସନ୍ଦେହ ରହୁଛି, ଆପଣ ମୋତେ କମେଣ୍ଟ କରନ୍ତୁ, ଅଥବା ଆପଣ ମୋତେ କମେଣ୍ଟରେ ଯଦି ମୋ ଫୋନ୍ ନମ୍ବର ମାଗିବେ ତାହେଲେ ମୁଁ ଫୋନ୍ ନମ୍ବର ମଧ୍ୟ ଦେଇଦେବି। ଆପଣ ମୋ ସହିତ ଫୋନ୍ ମାଧ୍ୟମରେ ବି ମଧ୍ୟ କଥା ହେଇପାରିବେ। ଧନ୍ୟବାଦ।